ଦଶାଶିନୀ ଘାଟ କହୁଛି ଆମ କମନ ଲାଙ୍ଗୁଏଜ ଆଜ୍ଞା ତାକୁ ପାର ହେଇକି ଆପଣ ସେ କହୁଛନ୍ତି ଯେ ବରାହନାଥ ଧାମ ମୁକୁତି ପସରା ବରାହନାଥ ଧାମରେ ପ୍ରଭୁ ଜନ୍ମଗ୍ରହଣ କଥା ଆଗେ ପଢିଲେ ସେଟା ବରାହ ମଣ୍ଡଳ ବୋଲି ବର୍ତ୍ତମାନ ଠିକ କଣ କହିଲେ ବିରଜା ମଣ୍ଡଳ ଅଛି ଯୋଉ ନଈର ଦକ୍ଷିଣରେ ବିରଜା ମଣ୍ଡଳ ମାନେ ଯାଜପୁର ଅଛି ଭୁବନେଶ୍ୱର ଏକାମ କାନନ ଏବଂ ଆଉ ଗୋଟେ କଥା ଆପଣଙ୍କୁ କହିଦଉଛି ଆଜି ମୁଁ ଯିଏ ଯାହା ଭାବନ୍ତୁ ବସିଥିବେ ବର୍ତ୍ତମାନ ଯୋଉ ନୂଆ ଭବିଷ୍ୟତ ଗଢି ଅଛି ଗଢି ଉଠିଛି ଆମର ବହୁତ ଆଡେ ଖୋର୍ଦ୍ଧା ଟପିଗଲାଣି ଟୋଟାଲ କହୁଛନ୍ତି ଏକାମ୍ର କାନନ ଆମର କାନନ ତ ଆମର ନୟାପଲ୍ଲୀରେ ଯୋଉ ପାର୍କ ଅଛି ଏକାମ୍ର କାନନ ନା ଦିଆଯାଇଛି କହିଦେଲା ହେଇଯା ସେଇଟା ଏକାମ୍ର ମାନେ ମହିମା ଗୋସ୍ୱାମୀ ଆସିଥିଲେ ଏକାମ୍ର ବନରେ ରହିଥିଲେ ପୁଣି ଆଉ ଥରେ କଳ୍କି ଅବତାର ହେଇକି ଆସିକି ଉଦ୍ଦେବେକାର ପଦାର୍ଥ ଗୋଟେ ଅଛି ଅଷ୍ଟଙ୍କର ଅର୍ଥ ଅଛି ସେଥିରେ ହେଇଥିଲେ କଣ ଅର୍ଦ୍ଧ ମଧୁମାସ ଶୁକ୍ଳ ନବମୀ ଗୁରୁ ପୁଷ୍ପା ଶୁଭ ଯୋଗରେ ଆହେ ଗରୁଡ ଅନୁକୂଳ ଆମ୍ଭେ ଖୋଜିବୁ ଦଶ ଅଶ୍ୱମେଧ ଘାଟ ପାରି ହୋଇ ଦମନ ବଳ କାଳିବୁ ଆପଣଙ୍କର ବୈତରଣୀ ଯାଜପୁର ପାଖରେ ବୈତରଣୀ ଯୋଉ ଅଛି ସତର୍କ ମନ୍ଦିର ଯୋଉ ଅଛି ସେଟା ହଉଛି ଦଶାଶନି ଘାଟ କହନ୍ତି ଦଶ ଅଶ୍ୱମେଧ ଘାଟ ଇଏ ଅଛି ଘାଟ କାହିଁକି ନା କି ଯଜାତି କେଶରୀ ଦଶ ଅଶ୍ୱମେଧ ଯଜ୍ଞ କରିଥିଲେ ଦଶ ଅଶ୍ୱଙ୍କର ଯଜ୍ଞ ଦଶ ଅଶ୍ୱମେଧ ଯଜ୍ଞ କରିଥିଲେ ତାକୁ ଦଶାଶନି ଘାଟ କହୁଛି ଆମ କମନ ଲାଙ୍ଗୁଏଜ ଆଜ୍ଞା ତାକୁ ପାର ହେଇକିରି ଆସିବେ ପ୍ରଭୁ ମାନେ ସେ ଆରପଟେ ଥିବେ ଏଇ ଆରପଟ ହଉଛି ବରାହ ସ୍ଥାନ ବୁଝିପାରୁଛନ୍ତି ଏଇଭଳି ଆମେ ଯୋଉଠି ଯାହା ଲେଖା ହେଇଛି ତାକୁ ଆମେ ଡିଫରେଣ୍ଟ ଆଉ ସେକେଣ୍ଡ ଆଉ ଗୋଟେ କଥା ହେଲା କଣ ତାକୁ ଆହୁରି କ୍ଲିୟର କରିଦେଇଛି ମାନେ ବରାହ କଳ୍ପର ଗୁପ୍ତ ଖେଦାର ପ୍ରଥମ ପେଜ 3 ନମ୍ବର ପେଜରେ ଗୁପ୍ତ ଖେଦା ବହି ଗୋଟେ ଅଛି ସେଥିରେ ଲେଖା ହେଇଛି କଣ ଗୟାରେ ସମ୍ବଳ ଲଗ୍ନ ଶର୍ମାଦେବର ମାତା ନାମ ଯଶୋବନ୍ତୀ ପିତା ଯେ ମିଶର ଶ୍ରୀ ବରାହନାଥ ନାମ ମୁକୁତି ସାଗର ବେନି ପାଶେ ବେଲିଲିଙ୍ଗ ଅଛନ୍ତି ଆମର ପୁରା କ୍ଲିୟର କରୁଛନ୍ତି କଣ କଲେ ଗୟା ଆପଣଙ୍କର ଯାଜପୁର ହଉଛି ନାଭି ଗୟା ଦୁଇଟି ଗୟା ଅଛି ଗୟା ହଉଛି ବିହାରରେ ଅଛି ମେନ୍ ବିହାରରେ ତାପରେ ନାଭି ଗୟା ହେଲା ବିରଜା ମଣ୍ଡଳ ମାନେ ସେମିତି କିଛି ପ୍ରମାଣ ଦିଆ ହେଇଛି ନାଭି ଗୟା ବିରଜା ପୁରାଣ ପ୍ରମାଣ ଆପଣଙ୍କର ଏଥିରେ ପାଇବେନି ପୁରାଣରେ ପାଇବେ ପୁରାଣରେ ଅଛି ଏଟା ଗୟାସୁର ବଦ୍ଧ କରିକି 3 ଖଣ୍ଡ କରି ହେଇଥିଲା ବଦ୍ଧ କରାହେଇଥିଲା 3 ଖଣ୍ଡରୁ 15ଟି ପଇଲା ଗୟାରେ ମଝି ଦାବି ପଡିଥିଲା ଆପଣଙ୍କର ବିରଜା କ୍ଷେତ୍ରରେ ପାଦଟା ପଡିଛି ଗୋଦାବରୀ କୂଳରେ ତାକୁ କୁହନ୍ତି ପାଦ ଗୟା ବୁଝିପାରୁଛନ୍ତି ତେଣୁ ଗୟା ବୋଲେ ଆପଣ ଯାଜପୁରରେ ଆପଣ ସେ କହୁଛନ୍ତି ଯେ ବରାହନାଥ ଧାମ ମୁକୁତି ପସରା ବରାହନାଥ ଧାମରେ ପ୍ରଭୁ ଜନ୍ମଗ୍ରହଣ କରିଥିଲେ ତା ଛଡା ଯୋଉ ବରାହ ମନ୍ଦିର ଅଛି ସେଥିପାଇଁ କୁହାଯାଇଛି ତା ଛଡା ଲେଖା ହେଇଛି ଦଶାଶନି ଘାଟ ବୈତରଣୀ ନିକଟ ବରାହନାଥଙ୍କ ସ୍ଥାନ ଉପତ୍ୟ ସକାଳେ ରହିଛନ୍ତି ଜଣେ ବିନିତା ଚନ୍ଦନ ବରାହନାଥ ସ୍ଥାନରେ ସମସ୍ତେ ଗୁପ୍ତର ଅଛନ୍ତି ବା ସବୁ ଗୁପ୍ତର ଅଛନ୍ତି ଯୋଉଠୁ ସିଏ ଆସିକି ନয় ବୈତରଣୀ ପାର ହେଇ ଦଶାଶନି ଘାଟ ପାର ହେଇକିରି ଶତ୍ରୁଙ୍କୁ ଦମନ କରିବେ ଏଟା ହେଲା ଲେଖା ହେଲା କଥା ମୂଳ ଇଚ୍ଛା ଲେଖା ହେଇଛି ତାପରେ ପୁଣି କଣ ଲେଖା ହେଲା ହରିହର ପୁରକ୍ଷେତ୍ର ବରାହ ମଣ୍ଡଳ ହରିହର କ୍ଷେତ୍ର କହୁଛନ୍ତି ସମଲଗ୍ନକୁ ହରିହର କ୍ଷେତ୍ର ଏଇଠି ପ୍ରଭୁ ଜନ୍ମ ହେଇଥିବେ ଏଟା କଣ ହରିହର ପୁରକ୍ଷେତ୍ର ବରାହ ମଣ୍ଡଳ ହିଁ ହଉଛି ହରିହର କ୍ଷେତ୍ର ଆଉ କୋଉଠି ଚାହିଁଛି ମଣିକର୍ଣ୍ଣିକା ଗୁପତ ସେଇ କ୍ଷେତ୍ରସ୍ଥଳ ବିଷ୍ଣୁ ଶର୍ମା ଘରେ ପ୍ରଭୁ ହୋଇବଟି ଜାତ ଗୟାରେ ସମଲଗ୍ନ ହରିହର କ୍ଷେତ୍ର ବୁଝିପାରୁଛନ୍ତି ତ ହରିହର କ୍ଷେତ୍ର ଆଗେ ପଢିଲେ ସେଟା ବରାହ ମଣ୍ଡଳ ବୋଲି ବର୍ତ୍ତମାନ ଠିକ କଣ କହିଲେ ହରିହର ପୁରକ୍ଷେତ୍ର ବରାହ ମଣ୍ଡଳ ଲେଖିଲେ ହରିହର ପୁରକ୍ଷେତ୍ର ହଉଛି ବରାହ ମଣ୍ଡଳ ସେଇଠି ପ୍ରଭୁ ଜାତ ହେବେ ନାଭି ଗୟା ହଉଛି ଯାଜପୁରଠାରେ ନାଭି ଗୟା କ୍ଷେତ୍ରରେ ବରାହ ମଣ୍ଡଳରେ ପ୍ରଭୁ ଜନ୍ମ ହେଇଥିବେ ଯିଏ ଜନ୍ମ ପାଇଁ ଆମେ ଯିବା ପୁଣି ଗୋଟେ କଥା ସମସ୍ତେ କହୁଛନ୍ତି କଣ ଯୋଉଠି କହୁଛନ୍ତି କଳ୍କି ଅଛନ୍ତି ବୋଲି ତା ପାଖରେ ଯୋଉ ନଈଟି ବହି ଯାଇଛି ସେଇଟା ହଉଛି କ୍ଷୀର ନଦୀ ଲେଖା ଅଛି କ୍ଷୀର ନଦୀ କୂଳରେ ପ୍ରଭୁ ଜନ୍ମ ହେଇଥିବେ ତେଣୁ ଏମାନେ ଯୋଉ ନଦୀ ପଡିଲା ପାଖରେ ସେଇଟା କ୍ଷୀର ନଦୀ ହେଇଗଲା ତାହେଲେ ପଞ୍ଚସଖା ମାନେ କାହାକୁ କହିଛନ୍ତି କ୍ଷୀର ନଦୀ ବୋଲି କଳିକଳ୍ପ ଗୀତାରେ ଅଚ୍ୟୁତାନନ୍ଦ କହିବେ କ୍ଷୀର ନଦୀ ଦକ୍ଷିଣ ଯେ ବିରଜା ମଣ୍ଡଳ ଡାକ ଯେ କବଳପୁର ଗୁପ୍ତ ଯେ ସମ୍ବଳ ଆପଣଙ୍କର ଦେଖିଲେ ସେ କ୍ଷୀର ନଦୀଟା ହଉଛି ତା ଦକ୍ଷିଣରେ ବିରଜା ମଣ୍ଡଳ ଅଛି ଯୋଉ ନଈର ଦକ୍ଷିଣରେ ବିରଜା ମଣ୍ଡଳ ମାନେ ଯାଜପୁର ଅଛି ସେଇଟା ହିଁ କ୍ଷୀର ନଦୀ ଟିକେ କୋଉ ନଦୀ ଅଛି
ବୈତରଣୀ ନଦୀ ଅଛି। ହୁଁ ବୈତରଣୀ ହେଲା ତାଙ୍କ ହିସାବରେ ପ୍ରକୃତ ହିସାବରେ କ୍ଷୀର ନଦୀ। ହୁଁ ଅସୁତ ତ ମିଛ କଥା କହିବେନି ନା ଲେଖିନାହାନ୍ତି ନେତରେ ଆଜ୍ଞା ଯାହା ଲେଖିଛି ସେଇ ପ୍ରମାଣ ଆମେ ଗ୍ରହଣ କରିବାକୁ ପଡ଼ିବ ଆମକୁ ହୁଁ ହେଲା। ତାପରେ ଏକାମ୍ର ବନ କୋଉଟା ହୁଁ ଆମେ ଏକାମ୍ର ବନ ଦେଖନ୍ତୁ ସବୁଥିରେ କହୁଛି ଯେ ଭୁବନେଶ୍ୱରଟା ହେଉଛି ଏକାମ୍ର ବନ। ଭୁବନେଶ୍ୱର ହେଉଛି ଏକାମ୍ର କାନନ ହୁଁ ତା ଠିକ୍ ନୁହେଁ। ଭୁବନେଶ୍ୱର ଏକାମ୍ର କାନନ ହୁଁ ଏବଂ ଆଉ ଗୋଟେ କଥା ଆପଣଙ୍କୁ କହିଦେଉଛି ଆଜି ମୁଁ ଯିଏ ଯାହା ଭାବନ୍ତୁ ବସିଛି ବର୍ତ୍ତମାନ ଯେଉଁ ନୂଆ ଭବିଷ୍ୟତ ଗଢ଼ି ଅଛି ଗଢ଼ି ଉଠିଛି ଆମର ହୁଁ ବହୁତ ଆଡ଼େ ଖୋର୍ଦ୍ଧା ଟପିଗଲାଣି ହୁଁ ଟୋଟାଲ କହୁଛନ୍ତି ଯାହା ହେଉଛି ଏକାମ୍ର କାନନ ନା ଏକାମ୍ର କାନନ ପ୍ରକୃତ ଥିଲା ଆପଣଙ୍କର ଯେଉଁଠି ଆପଣଙ୍କର ଇଏ କେଦାର ଗୌରୀ ସେ ପୁରୁଣା ଭୁବନେଶ୍ୱର ଏଇଟା ହେଉଛି ଆକ୍ଚୁଆଲି ଏକାମ୍ର ବନ। ହୁଁ ହୁଁ ଆପଣ ଦେଖିବେ ଯେଉଁ ଲିଙ୍ଗରାଜ ମନ୍ଦିର ସାମ୍ନାରୁ ଗୋଟେ ଆଚ୍ଛା ରାସ୍ତା ଯାଇଛି ବା ଆପଣ ପୂର୍ବ ଦିଗ ଆଡ଼କୁ ହୁଁ ସେଠି ଲେଖା ହେଇଛି ଏକାମ୍ର ଇଏ ରାସ୍ତା ଲେଖା ହେଇଛି ଏକାମ୍ର କ୍ଷେତ୍ର ଏକାମ୍ର କ୍ଷେତ୍ର ନୁହେଁ ରାସ୍ତାର ନାଁ ଏକାମ୍ର ଆଚ୍ଛା ହଁ ହଁ ଆଗରେ ହଉଥିଲା କିନ୍ତୁ ଏକାମ୍ର କାନନ ତ ଆମର ନୟାପଲ୍ଲୀରେ ଯୋଉ ପାର୍କ ଅଛି ଏକାମ୍ର କାନନ ନା ଦିଆଯାଇଛି କହିଥିଲା ହେଇଯା ସେଇଟା ଏକାମ୍ର କାନନ ହୁଁ ଏଟା ଥିଲା କି ଆଗେ ଥିଲା କି ଏଟା ଏବେ ହେଇଛି ହଁ ଆପଣ ତ ଏକାମ୍ର ଯୋଉ ଲେଖା ହେଇଛି ପଥ ନା କ'ଣ ଏକ୍ଜାକ୍ଟ କାରଣ ମନେ ପଡୁନି ହୁଁ ସେ ଆଗରେ ଥିଲା ହରିକୃଷ୍ଣ ମହତାଙ୍କ ଘର ଆଚ୍ଛା ସେଇ ରାସ୍ତା ମହତାଙ୍କ ଘର ରାସ୍ତାଟାକୁ ତାକୁ ଲେଖା ହେଇଛି ଏକାମ୍ର କାହିଁ ଦିଆହେଲା ଏକାମ୍ର ଆପଣ ଯୁଆଡ଼େ ଯାହା ହବ ଭୁବନେଶ୍ୱର ଥିଲା ଭୁବନେଶ୍ୱର ସେଇଟା ଏଇଟା ସିଆଟା ଭୁବନେଶ୍ୱର ହୁଁ ହୁଁ ପଛରେ ଆକୁ ଗଢ଼ିଲେ ବୋଲି ସେ ପାଖକୁ ଲାଗି ତାକୁ ଭୁବନେଶ୍ୱର କୁହାଗଲା ଏଟା ଓଲ୍ଡ ଭୁବନେଶ୍ୱର ହେଇଗଲା ଦିଲ୍ଲୀ ପୁରୁଣା ଯେମିତି ଆକ୍ଚୁଆଲି ଓଲ୍ଡ ଦିଲ୍ଲୀ ଯାଉଛି ପ୍ରକୃତ ଦିଲ୍ଲୀ ହଁ ପୁରୁଣା ଭୁବନେଶ୍ୱର ହଁ ଓଲ୍ଡ ଟାଉନ ଯୋଉଟା କୁହାହଉଛି ହଁ ପରେ ନ୍ୟୁ ଦିଲ୍ଲୀ ପରେ ହେଲା ହୁଁ ହୁଁ ନ୍ୟୁ ଦିଲ୍ଲୀ ନଟ୍ ହସ୍ପିଟାଲପୁର ପୁରୁଣା ଦିଲ୍ଲୀ ହେଉଛି ହସ୍ପିଟାଲପୁର ଆଚ୍ଛା ଏକ୍ଜାକ୍ଟଲି ଲାଇକ୍ ଦ୍ୟାଟ୍ ଆପଣଙ୍କର ଓଲ୍ଡ ଟାଉନ ହେଉଛି ଏକାମ୍ର କାନନ ହୁଁ ହୁଁ ଆମେ ଆକୁ ମିଶେଇ ଦେଇକି ଏକାମ୍ର କାନନ କହୁଛୁ ଏକାମ୍ର ବନ କୋଉଟା ଆପଣ ଏକାମ୍ର କାନନ ଲେଖା ହେଇଛି ଏକାମ୍ର ବନ ଲେଖା ହେଇଛି ଏକାମ୍ର ବନ କୋଉଟା ଯୋଉଠି ପ୍ରଭୁ ଥିବେ ରହିବେ ଏଇ କପିଳାସ ନିକଟରେ ଏକାମ୍ବର ବନ ଭିତରେ ଖଣ୍ଡ ପର୍ବତରେ ଆସନ କଲେ ଶ୍ରୀଗୁରୁ ନାରାୟଣ। ଆଚ୍ଛା ଆପଣଙ୍କର ବ୍ରହ୍ମା ଗୋସ୍ୱାମୀ 12 ବର୍ଷ କାଳ ତପସ୍ୟା କରିଥିଲେ କପିଳାସ ପର୍ବତରେ ନୀଳ ଖାଇକି ତାପରେ ଏଠିକି ଆସିକି ତାପରେ ନୟନଧର ପ୍ରଚାର କଲେ এটা লেখা ହେଲା ଅଲାନ ସହିତ ଲେଖିଛନ୍ତି କିଏ ଅଚ୍ୟୁତ ଲେଖିଛନ୍ତି ଆଚ୍ଛା ତାକୁ କ'ଣ କହିଲେ କପିଳାସ ନିକଟରେ ଏକାମ୍ର ବନ କପିଳାସ ତଳ ବନ ଦଳଟି ଅଛି ଜାଗାଟି ଅଛି ତାଠି ଏକାମ୍ର ବନ ଭୁବନେଶ୍ୱର ହେଉଛି ଏକାମ୍ର କାନନ ଆଚ୍ଛା ବୁଝିପାରୁଛନ୍ତି ତ ପୁଣି କ'ଣ ଲେଖା 24 ପଟରେ ଷଷ୍ଠ ପଟରେ ଲେଖିଲେ ବି ଅଛନ୍ତି ଆଉ ଥରେ ବିଶ୍ୱଳ ଦେଶ କପିଳାସ ଏକାମ୍ର ବନ ପରକାଶ 14 ବରଷ ତୈରେ ବିହରି ଥିରୁ ଦ୍ୱିପତରେ ପ୍ରିୟ ନୀର ଆହାର କରି ଟିକେ ସାଧି ବସୁନ୍ଧରି ପୁଣିଏ ବ୍ରହ୍ମାଣ୍ଡ ବନ୍ଧୁ ଭକ୍ତଙ୍କୁ ଉପଦେଶ ଦେବି ସେମିତି ଲେଖା ହେଲା ଯେ କପିଳାସରେ ରହିକିରି 14 ବର୍ଷ ଲେଖା ହେଇଛି ଆକ୍ଚୁଆଲି 12 ବର୍ଷ ତପସ୍ୟା କରିଛି ତାର ବଗିଚା ଭବିଷ୍ୟବାଣୀ ନା ଏଟା 12 ବର୍ଷ ତପସ୍ୟା କରି 2 ବର୍ଷ ରହିଥିଲେ ଏଠି ତାପରେ ବାହାରିଲେ ଏଠି କାରଣ ସେଠି ସେ ଥିଲାବେଳେ ପ୍ରଥମେ ଗୋବିନ୍ଦ ବାବା ଆସି ପହଞ୍ଚିଲେ ଏଠି ଜଗନ୍ନାଥଙ୍କ ଅବତାର ସେ ପ୍ରଥମ ଭକ୍ତ ପ୍ରଭୁଙ୍କର ଆଚ୍ଛା ବୁଝିପାରୁଛନ୍ତି ତ ସେଇଠି ତାଙ୍କର 5ଟି ଭକ୍ତ ହେଇଥିଲେ ଏଇଟା ମଶା ଏଇଠି ଗୋଟେ ମିନିଟ୍ ମହିମା ଗୋସ୍ୱାମୀ ଆଗ ଆସିଥିଲେ ନା ପଞ୍ଚସଖା ଆଗ ଆସିଥିଲେ ପଞ୍ଚସଖା ଆଗେ ଆସିଥିଲେ ତାପରେ ମହିମା ଗୋସ୍ୱାମୀ ସଖା ଲେଖିଥିଲେ ପ୍ରମୁଖ ଏଇ ମହିମା ଗୋସ୍ୱାମୀ ଅବତାର ପାଇଁ ଭବିଷ୍ୟବାଣୀ କଲେ ଆଚ୍ଛା ଘରେ ନୁହେଁ ମହିମା ଗୋସ୍ୱାମୀ ଆସିଲେ 1790 ମସିହା ପାଖାପାଖି ତାଙ୍କ ଜନ୍ମ 1870 ମସିହା ସିଏ ତ୍ୟାଗ କଲେ ଆଚ୍ଛା ତାହେଲେ ସେଟା କ'ଣ ପୁଣି ଆଉ ଥରେ କ'ଣ ଲେଖିଲେ ଆପଣଙ୍କର ବିଳସୂତ୍ର ଗୀତାରେ ରାଧା ଶେଖର ଦାସ କ'ଣ ଲେଖିଲେ ଏତେ ଦିନ ମୁଇଁ ଉଦୟ ହୋଇବି କଳ୍କି ଅବତାରକୁ ଏକାବନ ବନେ ଗଡ଼ ବାନ୍ଧିଥିବି ହଟାଇ ଭୃତ୍ୟମାନଙ୍କୁ ସବୁ ଏକାବନ ବନରେ ରହିବି ବୋଲି ଲେଖିଲେ ଇଏ ଯେ ମୁଁ ଯେତେବେଳେ କଳ୍କି ଉଦୟ ହେବି ଏକାବନ ବନରେ ରହିକି ଭକ୍ତଙ୍କ ସହିତ ରହିବି ତା ଛଡ଼ା ତାପରେ କ'ଣ ହେଲା ଆପଣଙ୍କର 77 ହାଡ଼ୁଦାସ ଲେଖିଲେ ଘର ଆମ୍ବ ଜବୁଥିବେ ଭକ୍ତଖଣ୍ଡ ଜାଣ ଘଟଣ ସୂଚନ୍ତ ଏକାମ୍ବର ବନପୁର ଘଟଣ ପ୍ରତିଭା ଜୟୀ ନିଗରାଜ ଥାଇ ପୋଷଣ ପାରିଲେ ଦମ ଦନ ନ ଲାଗଇ ନେଇ ସଙ୍ଗେ ସିଦ୍ଧଗଣ ଘଟିଲେ ଅସୁରମୟୀ କରିବେ ନିଧନ ସେ କହିଲେ କପିଳାସ ହେଉଛି ତାକୁ ଦ୍ୱିତୀୟ କୈଳାସ ରାବଣ ଯେଉଁ ନେଇଯାଉଥିଲା ଖଣ୍ଡେ କୈଳାସ ପର୍ବତରୁ ଦେଖିପାରିଲାନି ସେଇଠି ରଖିଥିଲା କପିଳାସ
ଆଚ୍ଛା ଆମ ମାନଙ୍କର ଇଏ ଅଛି ବିଶ୍ୱାସ ଅଛି କି ପ୍ରଭୁ କୈଳାସରେ ଛମାସ ରହନ୍ତି କପିଳାସରେ ଛମାସ ରହନ୍ତି ଆଚ୍ଛା ବିଶ୍ୱାସ ଲୋକମାନଙ୍କର ଅଛି ହୁଁ ଏ ଅନୁସାରେ ପୂଜା ବି ହେଉଛନ୍ତି ସିଏ ଚନ୍ଦ୍ରଶେଖର ତେଣୁ ସିଏ କହିଲେ କ'ଣ ଯୋଉଠି ପ୍ରଭୁ ଇଏ ଶିବଙ୍କ ସ୍ଥାନ ଅଛି ହୁଁ ତାକୁ ତାକୁ ଲିଙ୍ଗରାଜ କହିଛନ୍ତି ସିଏ କାରଣ ସେ ଗାଁଟି ହେଉଛି ଲିଙ୍ଗରାଜ ଭୁବନେଶ୍ୱରରେ ଏଠି ଲେଖିଲେ ଲିଙ୍ଗରାଜ ହୁଁ ସେଇଟା ସେଇଟା ହେଉଛି କନଫ୍ୟୁଜନ୍ ଲୋକ ମନରେ ହୁଁ ଲିଙ୍ଗରାଜ ମାନେ ଭୁବନେଶ୍ୱର ହୁଁ କିନ୍ତୁ ଇଏ କ'ଣ ଲେଖିଲେ କି ଯେ ଯେନି ସଙ୍ଗେ ସିଦ୍ଧ ଗଣ ହୁଁ ମହିମା ଗୋସ୍ୱାମୀଙ୍କର 64 ଜଣ ଭକ୍ତକୁ ସିଦ୍ଧ କରିଥିଲେ ସିଏ ଆଜ୍ଞା ସିଦ୍ଧ ପୁରୁଷ ମାନେ ବାକ୍ ସିଦ୍ଧି ଯାହା କହୁଥିଲେ ତାହା ହେଉଥିଲା ଭଲ ଲୋକକୁ ମତେଇ ଦେଉଥିଲେ କୋଉଠି କହିଲେ ଉଠି ପଡ଼ୁଥିଲା ମାଳ ଲୋକ ହୁଁ 64 ସିଦ୍ଧଙ୍କ ନାଁ ବି 2000 ଆପଣଙ୍କ ବାଳିକାରେ ପାଇବେ ଆପଣ 64 ମହନ୍ତ ହେଉଛନ୍ତି ଯାଙ୍କର ସତ୍ସଙ୍କର 64 ସିଦ୍ଧ ହେଉଛନ୍ତି ମହିମା ଗୋସ୍ୱାମୀଙ୍କର ଏମାନେ ରହିବେ ବ୍ରହ୍ମ ପାଖରେ ଲେଖା ଅଛି ହୁଁ ତେଣୁ ସେ ସାଡ଼ୁ ଆସିକି ସେ କଥା ଦେଖିଲେ ହୁଁ ସିଦ୍ଧଙ୍କ ସହିତ ପ୍ରଭୁ ଏକାବନ ବର୍ଣ୍ଣରେ ଥିବେ ବୁଝିପାରିଲେ ତ ଘଟଣା ସୂଚନ୍ତ ଏକାବନ ବର୍ଣ୍ଣ ପୂର୍ଣ୍ଣ ଏକାବନ ପ୍ରମାଣ ଦେଲେ କୋଉଟା ଏକାବନ ବର୍ଣ୍ଣ କପିଳାସ ବୋଲି ଠିକ୍ ପ୍ରଭୁ ଏବେ ଲେଖା ହେଲା ଆଉ ଥରେ ହୁଁ ହରିଦାସ ଲେଖିଲେ ମାନେ ମହିମା ଗୋସ୍ୱାମୀ ଆସିଥିଲେ ଏକାମ୍ର ବନରେ ରହିଥିଲେ ପୁଣି ଆଉ ଥରେ କଳ୍କି ଅବତାର ହେଇକି ଆସିକି ନାଇଁ ଆପଣଙ୍କର ଇଏ ଇଏ ଆପଣଙ୍କର ଅର୍ଚିତ ଦାସ ହୁଁ ମହାବିତ୍ତ ପଦକଳ୍ପରେ ଲେଖିଲେ ହୁଁ ପ୍ରଭୁ ଯୁଗ ଶେଷ ବେଳକୁ ତିନି ଜନ୍ମ ନେବେ କଳି ଯୁଗର ଶେଷ ବେଳକୁ ତିନି ଜନ୍ମ ନେବେ ହୁଁ ଅତୀତ ବି ସେ କଥା ଲେଖିଲେ ଯାଇପୁର ମାଲିକାରେ ହୁଁ ସେ ପ୍ରଭୁ ତିନି ଜନ୍ମ ରହିବେ ହୁଁ ଯିବେ ହୁଁ ତିନି ଜନ୍ମ କ'ଣ ମହିମା ଗୋସ୍ୱାମୀ ହେଲେ ପ୍ରଥମ ଜନ୍ମ ହୁଁ ଦ୍ୱିତୀୟ ଜନ୍ମ ହେଲେ ଅନନ୍ତ ମହିମା ସ୍ୱାମୀ ହୁଁ ତୃତୀୟ ଜନ୍ମ ହେଲେ କଳ୍କି ଅବତାର ତାଙ୍କୁ ସେ କହିଛନ୍ତି ମହିମା ଗୋସ୍ୱାମୀ ପ୍ରବୁଦ୍ଧ ଅବତାର ହୁଁ ଅନନ୍ତ ମହିମା ସ୍ୱାମୀ ବୃଦ୍ଧ ଅବତାର ହୁଁ ଏବଂ କଳ୍କି ଅବତାର ଏ ତିନି ଅବତାର ପ୍ରଭୁ ନେବେ ସେ କଥା ଲେଖା ହେଇଛି ହୁଁ ହୁଁ ମହାପାତକ ହେଲା ମହି ବିଜୟ ପ୍ରଭୁ ଭାବଗ୍ରାହୀ ହୁଁ ଅନନ୍ତ ବିଜୟ ଧରଣୀ କୁମ୍ପିଲା ସ୍ୱର୍ଗବର୍ତ୍ତ ଜାଣି ତପସ୍ୟା କରିବାକୁ ପୁଣ ବିଜୟ ଏକାମ୍ବର ବନ ଲେଖିଲେ କିଏ ରସସାଗର ଗୀତାରେ ଲେଖା ହେଲା ଇଏ ତା ଦ୍ୱିତୀୟତା ଲେଖା ହେଇଛି ଏଟା ହୁଁ ଆଉ ଥରେ ଆଉ କ'ଣ ଲେଖିଲେ କିଏ ରତୁଦା ଆପଣ ଆଉ ଥରେ ଲେଖିଲେ ଖାଅ ଏ ମୁହ ବହି ଖାଅରେ ଭକତେ ସମ୍ଭାଳି ଜଗତେ ଦୁଃଖ ଦୂରିତ ଖଣ୍ଡିବି ଆଜ୍ଞା କହିବି ସବୁଙ୍କୁ ଏକାମ୍ବର ବନେ ହୁଁ ମାନା ଘୋଡ଼ାଇ ରଖିବି ହୁଁ ଭୟ କରିବି ପିଠି ଥିବ ସମସ୍ତେ ମୋ ପ୍ରତି ମୋ ପାଖରେ ସମସ୍ତେ ଥିବ ମୁଁ ଭକ୍ତମାନଙ୍କୁ ଏକାମ୍ବର ବନେ ରଖିବି ମୋ ପାଖରେ ରଖିବି ମୁଁ ତାଙ୍କୁ ରକ୍ଷା କରିବି